ତୃତୀୟ ଅଧ୍ୟାୟ। ପ୍ରଥମ ଚାଷୀ ଓ ପଶୁପାଳନ। ବାପାଙ୍କ ସହିତ ଆଲୋକ ଥରେ ରେଳଗାଡ଼ିରେ ଗଲାବେଳେ ବାଟରେ ଅନେକ ଗୋରୁ, ଛେଳି, ମେଣ୍ଢା ଚରୁଥିବାର ଏବଂ ସେମାନଙ୍କୁ ଲୋକମାନେ ଜଗି ରହିଥିବାର ଦେଖିଲା। ତାହାଛଡ଼ା ମଝିରେ ମଝିରେ ଋଷଜମି ରହିଥିବାର ଦେଖିଲା। ଏସବୁ ବିଷୟରେ ଜାଣିବା ପାଇଁ ଆଲୋକ ବାପାଙ୍କୁ ଅନେକ ପ୍ରଶ୍ନ ପଚାରିଲା। ଉତ୍ତରରେ ବାପା ଯାହା ସବୁ କହିଥିଲେ, ଆସ ଜାଣିବା। 48 ଆଜକୁ ପ୍ରାୟ 10,000 ବର୍ଷ ପୂର୍ବେ ଇସ୍ରାଏଲର ପ୍ରେରିକୋ ନାମକ ଜାଗାରେ ଲୋକମାନେ ପ୍ରଥମେ ଚାଷ କାର୍ଯ୍ୟ ଆରମ୍ଭ କରିଥିବାର ପ୍ରମାଣ ମିଳିଛି। ପ୍ରାୟ 12,000 ବର୍ଷ ପୂର୍ବେ ବୀର ଜଳବାୟୁରେ ବଡ଼ ପରିବର୍ତ୍ତନ ଦେଖାଯାଇଥିଲା। ଜଳବାୟୁର ପରିବର୍ତ୍ତନ ସହିତ ମଣିଷ ପାରିପାର୍ଶ୍ୱିକ ଅବସ୍ଥା ସମ୍ବନ୍ଧରେ ଅଧିକ ଜ୍ଞାନ ଲାଭ କଲା। ଏହିସବୁ ନୂତନ ପ୍ରସ୍ତର ଯୁଗର ଘଟଣା। ଲୋକମାନେ ଯାୟାବର ଜୀବନଯାପନ ଛାଡ଼ି ଗୋଟିଏ ଜାଗାରେ ସ୍ଥାୟୀ ଭାବରେ ରହିବାକୁ ଆରମ୍ଭ କଲେ। ଲୋକମାନେ ଗୋଟିଏ ସ୍ଥାନରେ ସ୍ଥାୟୀ ଭାବରେ ବସବାସ କରିବା ଦ୍ୱାରା କି ଉପକାର ହେଲା, ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖ। ଚାଷ କାର୍ଯ୍ୟ କେମିତି ଆରମ୍ଭ ହେଲା, ସେ ବିଷୟ ଠିକ୍ ଭାବରେ ଜଣାନାହିଁ। ମଣିଷ ଫଳରୁ ମଞ୍ଜି ମାଟିରେ ପଡ଼ି ଗଛ ହେବା ଦେଖିଲା ପରେ ନିଜେ ସେହି କାର୍ଯ୍ୟ ଆରମ୍ଭ କରିଥିବ ବୋଲି ଅନୁମାନ କରାଯାଇଛି। ଚାଷ କାର୍ଯ୍ୟ କରିବା ଯୋଗୁଁ ଲୋକମାନେ ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ କରିଥିଲେ। ଗହମ ଓ ଜର ଚାଷ ପ୍ରଥମେ ଆରମ୍ଭ ହୋଇଥିଲା। ମିଳିଥିବା ନୂତନ ପ୍ରସ୍ତର ଯୁଗର ଦାରୁ ଅନୁମାନ କରାଯାଇପାରେ ଯେ ଏହା ଫସଲ କାଟିବାରେ ବ୍ୟବହୃତ ହେଉଥିଲା। କୃଷିକାର୍ଯ୍ୟ ଯୋଗୁଁ ଲୋକମାନେ ସ୍ଥାନ ପରିବର୍ତ୍ତନ ନ କରି ଗୋଟିଏ ସ୍ଥାନରେ ଘର ତିଆରି କରି ରହିବାକୁ ପସନ୍ଦ କଲେ। ତୁମ ଅଞ୍ଚଳରେ ଚାଷ କରିବା ପାଇଁ ଯେଉଁ ଯନ୍ତ୍ରପାତି ବ୍ୟବହାର କରାଯାଏ, ତାହାର ତାଲିକା ପ୍ରସ୍ତୁତ କର। ଜଳବାୟୁର ତାପମାତ୍ରା ବଢ଼ିବା ଯୋଗୁଁ ଘାସ ଜାତୀୟ ଗଛ ଦେଖାଗଲା। ହରିଣ, ଛେଳି, ମେଣ୍ଢା, ଗାଈଗୋରୁ ଆଦି ପଶୁମାନେ ସେଠାରେ ରହିବାକୁ ଆରମ୍ଭ କଲେ। ଚାଷ କରିବା ସହିତ ସେମାନେ ପଶୁପାଳନ କଲେ। କୁକୁରକୁ 19 ପ୍ରଥମେ ପୋଷା ପ୍ରାଣୀ ରୂପେ ରଖାଯାଇଥିଲା। ତା ପରେ ମଣିଷମାନେ ଘୁଷୁରୀ, ଛେଳି, ମେଣ୍ଢା, ଗାଈ, ଗଧ ପ୍ରଭୃତି ପୋଷିଲେ। ପଶୁମାନଙ୍କର ଆବଶ୍ୟକତା ଜାଣି ସେମାନଙ୍କୁ ଦଳବଦ୍ଧ ଭାବରେ ରଖାଗଲା। ଗୃହପାଳିତ ପଶୁମାନଙ୍କୁ ହିଂସ୍ରଜନ୍ତୁମାନଙ୍କଠାରୁ ରକ୍ଷା କରିବା ପାଇଁ ଚେଷ୍ଟା କରାଗଲା। ଫଳରେ ପଶୁପାଳନ ଏକ ନିୟମିତ କାର୍ଯ୍ୟ ରୂପେ ପରିଗଣିତ ହେଲା। ଅନେକ ପଶୁପକ୍ଷୀ ଆମର ଉପକାର କରନ୍ତି। ସେମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ତୁମେ ନ କରିପାରିବ ଲେଖ। ଭାରତରେ ନୂତନ ପ୍ରସ୍ତର ଯୁଗ ବିଳମ୍ବରେ ଆରମ୍ଭ ହୋଇଥିଲା ବୋଲି ଅନୁମାନ କରାଯାଏ। ଭାରତରେ ନୂତନ ପ୍ରସ୍ତର ଯୁଗରେ ଲୋକମାନେ ବସବାସ କରୁଥିବା ସ୍ଥାନମାନଙ୍କର ସନ୍ଧାନ ମିଳିଛି। ଦକ୍ଷିଣ ଭାରତ ଓ ପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗ ଉତ୍ତର ଭାରତଠାରୁ ବିଳମ୍ବରେ ଆରମ୍ଭ ହୋଇଛି ବୋଲି ବିଶ୍ୱାସ କରାଯାଏ। ଏହି ସମୟରେ ବ୍ୟବହୃତ ହାତ ହତିଆରଗୁଡ଼ିକ କ'ଣ ସୁନ୍ଦର ଓ ଧାରୁଆ ଥିଲା। ପଶୁମାନଙ୍କ ହାଡ଼ରେ ମଧ୍ୟ ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯାଉଥିଲା। ବେଣ୍ଟ ଥିବା ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର କରାଯାଉଥିଲା। ବିଭିନ୍ନ ମାଟିପାତ୍ର ତିଆରି କରିବା ଲୋକମାନଙ୍କର ଅନ୍ୟ ଏକ ବୃତ୍ତ ଥିଲା। ଲୋକମାନେ ଖାଦ୍ୟଶସ୍ୟ, ପିଇବା ପାଣି, ପଶୁମାନଙ୍କର କ୍ଷୀର ସାଇତି ରଖିବା ଓ ଖାଦ୍ୟ ରାନ୍ଧିବା ପାଇଁ ବିଭିନ୍ନ ଆକାରର ମାଟିପାତ୍ର ବ୍ୟବହାର କରୁଥିଲେ। ପ୍ରଥମେ ହାତରେ ମାଟିପାତ୍ର ତିଆରି କରୁଥିଲେ। ପରେ କୁମ୍ଭାର ଚକ୍ ସାହାଯ୍ୟରେ ବିଭିନ୍ନ ପ୍ରକାରର ମାଟିପାତ୍ର ଗଢ଼ାଗଲା। ମାଟିପାତ୍ରଗୁଡ଼ିକୁ ସୁନ୍ଦର କରିବା ପାଇଁ କ'ଣ ଓ ଚିତ୍ରିତ କରାଯାଉଥିଲା। ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ ଏକ ବଡ଼ ପରିବର୍ତ୍ତନ ଆସିଲା। ପଥର ନିର୍ମିତ ଓ ପଶୁମାନଙ୍କର ଅସ୍ଥିରେ ପ୍ରସ୍ତୁତ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହିତ ଲୋକମାନେ ଧାତୁର ବ୍ୟବହାର ବିଷୟରେ ଜାଣିଲେ। ତମ୍ବା ଧାତୁକୁ ମଣିଷ ପ୍ରଥମେ ବ୍ୟବହାର କରିଥିଲା। ତମ୍ବା ସହିତ ଟିନ୍ ଓ ଦକ୍ତା ମିଶାଯାଇ ବ୍ରୋଞ୍ଜ ବା କଂସା ଧାତୁ ତିଆରି କରାଗଲା। ଏହି ଯୁଗକୁ ତାମ୍ର ପ୍ରସ୍ତର ଯୁଗ କୁହାଯାଏ। ଏହି ଯୁଗରେ ଉଭୟ ପଥର ଓ ଧାତୁର ହାତ ହାତିଆର ବ୍ୟବହାର କରାଯାଉଥିଲା। କର୍ଣ୍ଣାଟକର ମହୀଶୂର ନିକଟସ୍ଥ ବ୍ରହ୍ମଗିରିଠାରେ ଏହି ଧାତୁରେ ନିର୍ମିତ ଛୁରୀ ଓ ହାତୁଡ଼ି ଦେଖିବାକୁ ମିଳିଛି। ତମ୍ବା ଓ କଂସାକୁ ଆମେମାନେ କି କାର୍ଯ୍ୟରେ ବ୍ୟବହାର କରୁ, ଅନୁଧ୍ୟାନ କରି ଲେଖ। ମାନେ ଭାରତର ବିଭିନ୍ନ ସ୍ଥାନ ଖନନ କରି ପ୍ରଥମେ ଚାଷ କାର୍ଯ୍ୟ କରୁଥିବା ଲୋକମାନଙ୍କ ସମ୍ବନ୍ଧରେ କିଛି ତଥ୍ୟ ପାଇପାରିଛନ୍ତି। ପୋଡ଼ା ଶସ୍ୟ, ଗହମ ଓ ଜଅ ସହିତ ମସୁର ଜାତୀୟ କେତେକ ଡାଲିର ଅବଶିଷ୍ଟାଂଶ ଜାମ୍ମୁ ଓ କାଶ୍ମୀରର ବୁରଜାହମ ଓ ପାକିସ୍ତାନର ମେହରଗଡ଼ଠାରେ ଆବିଷ୍କୃତ ହୋଇଛି। ମେହରଗଡ଼ ପାକିସ୍ତାନ ଦେଶରେ ଥିବା ମେହରଗଡ଼ଠାରେ ଲୋକମାନେ ପ୍ରଥମ ଥର ପାଇଁ ଚାଷ କାର୍ଯ୍ୟ ଓ ସ୍ଥାୟୀ ଭାବରେ ବସବାସ କରିବାର ଉଦ୍ୟମ କରିଥିଲେ। ଏଠାରେ ଲୋକମାନେ ଗ୍ରାମ ସ୍ଥାପନ କରି ବସବାସ କରିବାକୁ ଲାଗିଲେ। ପୋଡ଼ା ଶସ୍ୟ ଓ ବିଭିନ୍ନ ପଶୁମାନଙ୍କର ଅସ୍ଥି ଏଠାରେ ମିଳିଅଛି। ପ୍ରାୟ ଖ୍ରୀ.ପୂ. 7,000 ବର୍ଷ ପୂର୍ବେ ଏଠାରେ ଚାଷ କାର୍ଯ୍ୟ, ପଶୁପାଳନ ଓ ସ୍ଥାୟୀ ବସବାସ କରିବା କଥା ଜଣାପଡ଼ିଛି। 20 ମେହରଗଡ଼ରେ ଥିବା ଗୃହଗୁଡ଼ିକ ଅତି ସାଧାରଣ। ମାଟିରେ ଗୃହ ନିର୍ମାଣ କରାଯାଇଥିଲା। ଘରଗୁଡ଼ିକ ବର୍ଗାକାର ଅଥବା ସମକୋଣୀ ଚତୁର୍ଭୁଜ ଆକାରରେ କରାଯାଇଥିଲା। ସେଠାରୁ ପଥର ହାତୁଡ଼ି, ଶାମୁକାରେ ନିର୍ମିତ ଅଳଙ୍କାର, ଚୂନପଥର, ନୀଳକାନ୍ତ ମଣି, ଗାଢ଼ ନୀଳବର୍ଣ୍ଣ ପଥର ଓ ବାଲିପଥର ଆଦି ଆବିଷ୍କାର କରାଯାଇଛି। ପ୍ରଥମରୁ ମାଟିପାତ୍ରର ବ୍ୟବହାର କମ୍ ଥିଲା, କିନ୍ତୁ କାଳକ୍ରମେ ତାହା ବହୁଳ ଭାବରେ ବ୍ୟବହାର କରାଯାଇଥିଲା। କାଚର ମାଳି ମଧ୍ୟ ତିଆରି କରାଯାଉଥିଲା। ମାଟିପାତ୍ରଗୁଡ଼ିକୁ ବିଭିନ୍ନ ଚିତ୍ର ଦ୍ୱାରା ସୁନ୍ଦର କରାଯାଉଥିଲା। ସେଠାରୁ ହରିଣ, ଘୁଷୁରୀ, ଛେଳି, ମେଣ୍ଢା ଆଦି ପଶୁମାନଙ୍କର ଅସ୍ଥି ଉଦ୍ଧାର କରାଯାଇଛି। ତୁମେ ବା ଗ୍ରାମର ଦୃଶ୍ୟ ବର୍ଣ୍ଣନା କର। ଏହି ସମୟରେ ମୃତ ବ୍ୟକ୍ତିମାନଙ୍କୁ ସମାଧି ଦିଆଯାଉଥିଲା। ତେଣୁ ସେତେବେଳର ଅନେକ କବର ଦେଖିବାକୁ ମିଳିଥାଏ। ମୃତ ଶରୀରକୁ ସହିତ ସତ୍କାର କରିବା ମେହରଗଡ଼ ଲୋକମାନଙ୍କର ଏକ ବିଶେଷତ୍ୱ। ମୃତ୍ୟୁ ପରେ ଜୀବନ ଫେରିଆସିବ ବୋଲି ବୋଧହୁଏ ସେମାନେ ବିଶ୍ୱାସ କରୁଥିଲେ। ତେଣୁ ମୃତ ଶରୀରକୁ ସେମାନେ ଯନ୍ତ୍ରର ସହିତ ସମାଧି ଦେଉଥିଲେ। ମୃତ ଶରୀର ସହିତ ପଶୁମାନଙ୍କୁ ମଧ୍ୟ ସମାଧି ଦିଆଯାଉଥିଲା। କେତେକ ସମାଧିରୁ କୁକୁରର ଅସ୍ଥି ମିଳିଛି। ବୁଜାହମ ଅଧୁନା ଜାମ୍ମୁ କାଶ୍ମୀରର ଶ୍ରୀନଗରଠାରୁ ପ୍ରାୟ 20 କି.ମି.
ଦୂରରେ ଅବସ୍ଥିତ ବୁର୍ଜାହମଠାରେ ନୂତନ ପ୍ରସ୍ତର ଯୁଗର ଏକ ବସତି ଥିଲା। ଏଠାରେ ଲୋକମାନେ ଗାତ କରି ଘର କରୁଥିଲେ, ଯାହାକୁ ଆମେ ଗର୍ଭଗୃହ କହିବା। ମାଟିରେ ଥିବା ପ୍ରବେଶ ଦ୍ୱାରର ଆକାର ଗୋଲାକାର ଥିବାବେଳେ ପାହାଚ ସାହାଯ୍ୟରେ ତଳକୁ ଯିବାର ବ୍ୟବସ୍ଥା ଥିଲା। ଏହି ଗର୍ଭଗୃହ ଗୁଡ଼ିକର ଆକାର ବେଶ ବଡ଼ ଥିଲା। ପୋଡ଼ା ପାଉଁଶ, କାଠ, କୋଇଲା ଓ କଣ ପାତ୍ରର ଭଗ୍ନାବଶେଷ ସେହି ସ୍ଥାନରେ ଦେଖିବାକୁ ମିଳେ। ଗର୍ଭଗୃହ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ସେହି ଗର୍ଭଗୃହରେ ରହୁଥିଲେ। ଅସ୍ଥିରେ ନିର୍ମିତ ହୋଇଥିବା ବିଭିନ୍ନ ହାତ ହତିଆର ଏଠାରେ ମିଳିଅଛି। ଉତ୍ତର ପୂର୍ବ ଭାରତରେ ନୂତନ ପ୍ରସ୍ତର ଯୁଗର ସୂଚନା। ଭାରତର ଉତ୍ତର ପୂର୍ବ ଭାଗର କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ବସତିମାନ ଆବିଷ୍କାର କରାଯାଇଛି। ସେଥିମଧ୍ୟରୁ ଆସାମରେ ଥିବା ପାର୍ବତ୍ୟ ଅଞ୍ଚଳ ଅନ୍ୟତମ। ଆସାମର ଦୁଜାଲିହାଡ଼ି ନୂତନ ପ୍ରସ୍ତର ଯୁଗର ଏକ ପ୍ରସିଦ୍ଧ ସ୍ଥାନ। ଏଠାରୁ କଣ ପଥରରେ ନିର୍ମିତ ହାତ ହତିଆର, ମାଟିର ପାତ୍ର, ରୋଷାଇ ସାମଗ୍ରୀ ଆଦି ଜିନିଷ ଆବିଷ୍କାର କରାଯାଇଛି। ଜେଡ୍ ନାମକ ଏକ ମୂଲ୍ୟବାନ ପଥର ଚୀନ ଦେଶରୁ ଆସିଥିବା ଅନୁମାନ କରାଯାଏ। ଜୀବାବଶେଷରୁ ତିଆରି ବିଭିନ୍ନ ହାତ ହତିଆର ଏଠାରୁ ମିଳିଛି। ପେଷଣ ଯନ୍ତ୍ରର ମଧ୍ୟ ଆବିଷ୍କାର କରାଯାଇଛି। ରୋଷେଇ କରିବା ଓ ଶସ୍ୟକୁ 21 ସାଇତି ରଖିବା ପାଇଁ ଅନେକ ମାଟିପାତ୍ର ବ୍ୟବହାର କରାଯାଇଥିଲା। ମେଘାଳୟରେ ଥିବା ଗାରୋ ପର୍ବତମାଳା ଏବଂ ତ୍ରିପୁରାରେ କିଛି ସ୍ଥାନରେ ନୂତନ ପ୍ରସ୍ତର ଯୁଗର ଅବଶେଷ ଦେଖିବାକୁ ମିଳେ। ଏସବୁରୁ ଜଣାପଡ଼ୁଛି ଯେ ଏକ ଗ୍ରାମୀଣ ସଭ୍ୟତା ଭାରତ ଓ ପାକିସ୍ତାନର କେତେକ ସ୍ଥାନରେ ବିକାଶ ଲାଭ କରିଥିଲା। ତାପରେ ସହରୀ ସଭ୍ୟତା ଆରମ୍ଭ ହୋଇଥିଲା। ଘାଡ଼ିଗାଈ, ଦୁରଜାହମ, ସରାଇଖୋଲା, ଶ୍ରୀନଗର, ଇସଲାମାବାଦ, ଗୁଫଙ୍ଗୋଲ, କିଲେଗୋଲ, ମହମ୍ମଦ, ମେହରଗଡ଼, ଦିଲ୍ଲୀ, ଆରବ ସାଗର, ଚିରାସ, ଚେର ମହାଗଲା, ପାଟନା, ମାଜିଡୋଲୋ, ଦୁଜାଲିହାଣ୍ଡି, ନର୍ମଦା, ବରୁଜିହି, କୋଳକଳା, ନାଗପୁର, ଉଫଳୁର ନାଗାର୍ଜୁନକୋଣ୍ଡା, ଟେକିଲାକୋଟା, 8 ମାସଟି ସାଙ୍ଗାନାକାଳୁ, ପୋଲାଭୟ, ବ୍ରହ୍ମଗିରିଟି, ନରସିଂପୁର, ଏପାଏ, ନପାଲି, ବଙ୍ଗୋପସାଗର। 22 ନୂତନ ପ୍ରସ୍ତର ଯୁଗର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସମୂହ। ଅଭ୍ୟାସ 1 ନିମ୍ନଲିଖିତ ପ୍ରତ୍ୟେକ ପ୍ରଶ୍ନର ଉତ୍ତରଟି ଶବ୍ଦରେ ଦିଅ। କ ଜଳବାୟୁରେ ତାପମାତ୍ରାର ପରିବର୍ତ୍ତନ ଲୋକମାନଙ୍କର ଜୀବନଯାପନ ପ୍ରଣାଳୀକୁ କିପରି ପ୍ରଭାବିତ କଲା? ଖ ନୂତନ ପ୍ରସ୍ତର ଯୁଗର ଶେଷ ଭାଗରେ କେଉଁ ପ୍ରକାର ପରିବର୍ତ୍ତନ ଘଟିଥିଲା? ଗ ଗ୍ରାମୀଣ ସଭ୍ୟତା ପ୍ରଥମେ ପାକିସ୍ତାନର କେଉଁ ସ୍ଥାନରେ ଗଢ଼ି ଉଠିଥିଲା? ଏହି ତଥ୍ୟ ସପକ୍ଷରେ କେତୋଟି ସୂଚନା ପ୍ରଦାନ କର। ଘ ଉତ୍ତର ପୂର୍ବ ଭାରତରେ କିପରି ନୂତନ ପ୍ରସ୍ତର ଯୁଗର ସୂଚନା ମିଳିଛି? 2 ସଂକ୍ଷେପରେ ଉତ୍ତରଟି ଶବ୍ଦରେ ଦିଅ। ଖ ଆଦିମାନବ କିପରି ଋଷି ଓ ପଶୁପାଳକ ହୋଇପାରିଥିଲା? ମେହେରଗଡ଼ରୁ ନୂତନ ପ୍ରସ୍ତର ଯୁଗ ବିଷୟରେ କ ନ ଜାଣିଲ? କି ଧାତୁର ବ୍ୟବହାର ମଣିଷ ପ୍ରଥମେ ଜାଣିଲା? ଘ ରେ ଆବିଷ୍କୃତ ନୂତନ ପ୍ରସ୍ତର ଯୁଗ ସମ୍ବନ୍ଧରେ ଲେଖ। 3 ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଉତ୍ତର ଦିଅ। କ ନୂତନ ପ୍ରସ୍ତର ଯୁଗରେ କ ନ ପରିବର୍ତ୍ତନ ଦେଖାଯାଇଥିଲା। ଖ ଆଦିମାନବ ଋଷ କାର୍ଯ୍ୟ କିପରି ଆରମ୍ଭ କଲା? ଋଷ କାର୍ଯ୍ୟର ଉପକାରିତା କ ନଥିଲା। ତୃଣଜାତୀୟ ଗଛମାନଙ୍କର ଆବିର୍ଭାବ ହେବା ପରେ କି ପରିବର୍ତ୍ତନ ଆସିଥିଲା? ମ ତାମ୍ର ପ୍ରସ୍ତର ଯୁଗ କହିଲେ କ ନ ବୁଝ। ଚ ର ଗର୍ଭଗୃହ କ ନ ପାଇଁ ବ୍ୟବହୃତ ହେଉଥିଲା। ଛ କେଉଁ ସ୍ଥାନରୁ ଜୀବାବଶେଷରେ ନିର୍ମିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ମିଳିଛି? ଜ ଆସାମ ବ୍ୟତୀତ ଭାରତର ଉତ୍ତର ପୂର୍ବ ଅଞ୍ଚଳରେ ଥିବା ଆଉ କେଉଁ ଦୁଇଟି ସ୍ଥାନରେ ନୂତନ ପ୍ରସ୍ତର ଯୁଗ ସମ୍ବନ୍ଧରେ ସନ୍ଧାନ ମିଳିଛି? 23/4/24 ଶୂନ୍ୟସ୍ଥାନ ପୂରଣ କର। ପ୍ରାୟ ବର୍ଷ ପୂର୍ବେ ବୀର ଜଳବାୟୁରେ ବଡ଼ ପରିବର୍ତ୍ତନ ଆସିଥିଲା। ଖ ନୂତନ ପ୍ରସ୍ତର ଯୁଗରୁ ମିଳିଥିବା ଫସଲ କାଟିବାରେ ସହାୟକ ହୋଇଥିଲା। ଗ ନୂତନ ପ୍ରସ୍ତର ଯୁଗରେ ଘ ପ୍ରଥମେ ଭାରତର କୁ ମନୁଷ୍ୟର ପ୍ରଥମ ପୋଷା ପ୍ରାଣୀ ଭାବରେ ରଖାଯାଇଥିଲା। ଅଞ୍ଚଳରେ ନୂତନ ପ୍ରସ୍ତର ଯୁଗ ଆରମ୍ଭ ହୋଇଥିଲା। ମ ନୂତନ ପ୍ରସ୍ତର ଯୁଗର ଅସ୍ତ୍ରଶସ୍ତ୍ର ଗୁଡ଼ିକ ଓ ଥିଲା। ଚ କାଶ୍ମୀରର ରେ ନୂତନ ପ୍ରସ୍ତର ଯୁଗର ମାନବ ବସତିର ସନ୍ଧାନ ମିଳିଛି। ଛ ଦୁଜାଲିହାଡ଼ିରେ ମୂଲ୍ୟବାନ ଜେଡ୍ ପଥର ରୁ ଆସିଥିଲା ବୋଲି ବିଶ୍ୱାସ କରାଯାଏ। ମେହରଗଡ଼ରେ ଘରଗୁଡ଼ିକ ଅଥବା ଆକାରରେ ନିର୍ମାଣ କରାଯାଇଥିଲା। ତୁମ ପାଇଁ କାମ ତମ୍ବା ଓ କଂସାକୁ ଆମେମାନେ କି କାର୍ଯ୍ୟରେ ବ୍ୟବହାର କରୁ ଅନୁଧ୍ୟାନ କରି ଲେଖ।